ତିନି ମାସରେ ପୂରଣ ହେବ ବିର୍ଲା ଟାୟାର ଶ୍ରମିକଙ୍କର ଦୀର୍ଘ ଦିନର ଦାବି। ତ୍ରୈପାକ୍ଷିକ ଆଲୋଚନା ପରେ ସମୂହ ଆତ୍ମଦାହ ନିଷ୍ପତ୍ତି ସ୍ଥଗିତ। ବାକେୟା ପ୍ରାପ୍ୟ ଓ ନିଯୁକ୍ତି ପ୍ରଦାନ ଦାବିରେ ଦୀର୍ଘ ଦିନର ଆନ୍ଦୋଳନ ପରେ ସବୁଆଡୁ ନିରାଶ ହୋଇ ଉତ୍ତର ଓଡ଼ିଶାର ବୃହତ ଶିଳ୍ପାନୁଷ୍ଠାନ ବିର୍ଲା ଟାୟାର୍ସର ପୁରାତନ ଶ୍ରମିକମାନେ ଦେଇଥିବା ଆତ୍ମାହୁତି ଚେତାବନୀ ସାମୟିକ ଭାବେ ସ୍ଥଗିତ ହୋଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ସୂଚନା ଦେଇଛନ୍ତି। ସ୍ଥାନୀୟ ଷ୍ଟେସନ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ସଂଗଠନର ମିଳିତ ମଞ୍ଚ TUSCCର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା, ଉପାଧ୍ୟକ୍ଷ ଶାନ୍ତନୁ ଦାସ, ସାଧାରଣ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, AITUCର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଓ ସୁଦର୍ଶନ ଜେନା, ବିର୍ଲା ଟାୟାର୍ସ ମିଳିତ ଶ୍ରମିକ ସଂଘର ଆବାହକ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଯଶୋଧାରା ଦାସ, ଚନ୍ଦ୍ରକାନ୍ତ ମାଝୀ, ଭୋଳାନାଥ ବେହେରା, ପ୍ରଦୀପ କୁମାର ପଣ୍ଡା ଓ ହରିହର ଭୋଇ ପ୍ରମୁଖ ଯୋଗଦେଇ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଥିଲେ। ଗତ ଜୁଲାଇ 25 ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ବିର୍ଲା ଟାୟାର୍ସର ନୂତନ ଯୁଗ୍ମ ମାଲିକ ଡାଲମିଆ ଭାରତ ରିଫାକ୍ଟରିଜ ଲିମିଟେଡ୍ ଓ ହିମାଦ୍ରି କେମିକାଲ ସ୍ପେଶାଲିଷ୍ଟ ଲିମିଟେଡ୍ର ପରିଚାଳନା କର୍ତ୍ତୃପକ୍ଷ, ଶ୍ରମ ବିଭାଗ, ପୋଲିସ ବିଭାଗ, ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଶ୍ରମିକ ସଂଘମାନଙ୍କର ପ୍ରତିନିଧିମାନଙ୍କର ଏକ ତ୍ରୈପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରମିକଙ୍କର ବକେୟା ଭବିଷ୍ୟନିଧି ଦେୟ 1 ମାସ ମଧ୍ୟରେ ପୈଠ, ଉଚ୍ଚ ହାରରେ ପେନସନ ପାଇଁ ଆବଶ୍ୟକୀୟ ତଥା ଭବିଷ୍ୟନିଧି କମିଶନକୁ ପ୍ରଦାନ, ମୃତ ଓ ଅବସରପ୍ରାପ୍ତ ସମସ୍ତ ଶ୍ରମିକଙ୍କୁ ଆଇନଗତ ଗ୍ରାଚ୍ୟୁଇଟି ପ୍ରଦାନ, 50 ବର୍ଷ ବୟସରୁ କମ୍ ଥିବା ଶ୍ରମିକମାନଙ୍କୁ ତୁରନ୍ତ ନିଯୁକ୍ତି ଓ 50 ବର୍ଷ ବୟସରୁ ଉର୍ଦ୍ଧ୍ୱ ଶ୍ରମିକମାନଙ୍କୁ କ୍ଷତିପୂରଣ ପ୍ରଭୃତି ଦାବି ନେଇ ସମସ୍ତ ପକ୍ଷ ରାଜି ହୋଇଥିଲେ। ଅନ୍ୟପକ୍ଷରେ ଶ୍ରମିକମାନଙ୍କର ଦାବିଗୁଡ଼ିକ ସଠିକ୍ କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ମାସରେ ମିଳିତ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହି କ୍ରମରେ ଜିଲ୍ଲା ପ୍ରଶାସନର ଅନୁରୋଧ ତଥା TUSCCର ପରାମର୍ଶ କ୍ରମେ ଶ୍ରମିକମାନେ ସମୂହ ଆତ୍ମଦାହ ନିଷ୍ପତ୍ତିରୁ ଓହରି ଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ତେବେ ଆସନ୍ତା 3 ମାସ ମଧ୍ୟରେ ଲିଖିତ ପ୍ରତିଶ୍ରୁତିର ସର୍ତ୍ତଗୁଡ଼ିକ ପୂରଣ ଦିଗରେ କାରଖାନା କର୍ତ୍ତୃପକ୍ଷ ଯଦି ଅବହେଳା ପ୍ରଦର୍ଶନ କରନ୍ତି ତେବେ ପୁନଶ୍ଚ ଶ୍ରମିକମାନେ ଚରମ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବିର୍ଲା ଟାୟାର୍ସ ମିଳିତ ଶ୍ରମିକ ସଂଘର ପକ୍ଷରୁ ଚେତାବନୀ ଦିଆଯାଇଛି। ଦେଖନ୍ତୁ, ଓହରିଆ ନିଷ୍ପତ୍ତି ହେଇନି। ଆମର ଆମେ ଯେଉଁ ଦେଇଥିଲୁ ଆତ୍ମାହୁତି 31 ତାରିଖ ଦେବୁ ବୋଲି, ସେଟା ଉପରେ 25 ତାରିଖ ଦିନ ଆମର ADM ଆମର ADM ଜେନେରାଲ ଏକ ବୈଠକ ଡାକିଥିଲେ। ଏଥିରେ ସବ୍ କଲେକ୍ଟର, ADM ରେଭିନ୍ୟୁ, ADM ଜେନେରାଲ, ଏମ୍ପ୍ଲୟମେଣ୍ଟ ଅଫିସର, ଡିଭିଜନାଲ ଲେବର କମିଶନର, DLO ଏବଂ ଏଡିସନାଲ SP, IIC ଏମିତି ବହୁତ ଉଚ୍ଚ ପଦାଧିକାରୀ ସମସ୍ତେ ଉପସ୍ଥିତ ଥିଲେ। ମ୍ୟାନେଜମେଣ୍ଟ ମଧ୍ୟ ଆସିଥିଲା। 2 ଜଣ ଆମର ଯେଉଁ HRIR ପ୍ରଶାନ୍ତ ସରୋଜ ଏବଂ ମାନସ ଚୌଧୁରୀ, ଏ 2 ଜଣ ମଧ୍ୟ ଉପସ୍ଥିତ ଥିଲେ। ପୁରା ସକାରାତ୍ମକ ଆଲୋଚନା ହେଇଛି। ଯେଉଁ ଆମର ଡିମାଣ୍ଡ ଗୁଡ଼ିକ ଥିଲା, ଯେଉଁ NCLT ଯେଉଁ ପଇସା ଦେଇଛି ଆମକୁ 4 କୋଟି 18 ଲକ୍ଷ ଟଙ୍କା ଆମ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା କରିବା ପାଇଁ 22 ମାସ ହେଲା ଜମା ହେଇନଥିଲା, ସେଇଟାକୁ ବର୍ତ୍ତମାନ ମ୍ୟାନେଜମେଣ୍ଟ ଆଉ ଜିଲ୍ଲା ପ୍ରଶାସନ ମିଶିକି ମାସେ ଟାଇମ୍ ନେଇଛନ୍ତି। ସେ ଟଙ୍କାଟା ଆମ ଆକାଉଣ୍ଟରେ ଜମା ହେବ, ଯେଉଁଟାକି ଜମା ନହେଲା ବେଳକୁ ଆଉ ଯେଉଁ ପିଲାମାନେ ରିଟାୟାର କରିଛନ୍ତି ସେମାନେ ପେନସନ୍ ପାଉନାହାନ୍ତି ବା କେହି ଲୋନ୍ ଉଠାଇ ପାରୁନାହାନ୍ତି ବା ଟଙ୍କାଟା ପାଇବାର ଆଉ ଅପସନ୍ ଆମ ପାଖରେ କିଛି ନଥିଲା। ତେଣୁ ସେଇଟାକୁ ସେ ମାସେ ସମୟ ନେଇଛନ୍ତି, ଯେଉଁଟାକି ଆମେ ଭାବୁଛୁ ଗୋଟେ ସକାରାତ୍ମକ ପଦକ୍ଷେପ। 22 ମାସ ଗଲାଣି, ଯଦି ମାସେ ସମୟ ନେଉଛନ୍ତି, ହଁ ମାସେ ବର୍ତ୍ତମାନ ସେ ସମୟ ନେଇଛନ୍ତି। ତାପରେ ଦ୍ୱିତୀୟ କଥା ହେଲା, ଯେଉଁ ଗ୍ରାଚ୍ୟୁଇଟିରେ ଯେଉଁ ଲୋକମାନଙ୍କର ପେଣ୍ଡିଂ ରଖିଛନ୍ତି, ଯେଉଁମାନେ ସବୁ ମରିଯାଇଛନ୍ତି, ସେମାନଙ୍କୁ ଗ୍ରାଚ୍ୟୁଇଟି ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି, ତାଙ୍କ ସ୍ତ୍ରୀମାନେ ଘୁରି ବୁଲୁଛନ୍ତି। ସେମିତି 64ଟା କେସ୍ ଥିଲା। ସେ 64ଟା କେସ୍କୁ 15 ଦିନ ଭିତରେ ସର୍ଟ ଆଉଟ୍ କରାଯିବ ବୋଲି ଆମର ଅତିରିକ୍ତ ଜିଲ୍ଲାପାଳ ଜେନେରାଲ ସେ ସୁଧାକର ନାୟକ ସେ ନିଷ୍ପତ୍ତି ନେଇଛନ୍ତି ଏବଂ ମ୍ୟାନେଜମେଣ୍ଟଙ୍କୁ ମଧ୍ୟ କହିଛନ୍ତି ଯେ ଆଗାମୀ 15 ଦିନ ଭିତରେ ତାଙ୍କ ପଇସା ତାଙ୍କ ଆକାଉଣ୍ଟକୁ ପଠାଇ ଦିଅ। ତୃତୀୟ କଥା ହେଲା, ଯେଉଁଟା ହାୟର ପେନସନ୍, ଯେଉଁଟା ଆମେ ପାଇବା ପାଇଁ ଯୋଗ୍ୟ, ଆମର 1238 ଫର୍ମ ପଡ଼ିଥିଲା, ଆମେ ପାଇବା ପାଇଁ ଯୋଗ୍ୟ, କିନ୍ତୁ ଇଏ ନୂତନ ମ୍ୟାନେଜମେଣ୍ଟ ତାକୁ ଆମ କୋଅପରେଟ୍ କଲାନି। ଯେଉଁ EPFର ଯେଉଁ ଆସିଥିଲେ, ତାଙ୍କର ସ୍କ୍ୱାଡ଼ ଆସିଥିଲା, ଏମାନେ ତାଙ୍କ ସହିତ କୋଅପରେସନ୍ ନ କରିବା ଯୋଗୁଁ ଆମର ସମସ୍ତଙ୍କ ରିଜେକ୍ଟ ହେଇଛି। ସେଇଟାକୁ ତାଙ୍କୁ ଆମର ADM ସାର୍ ବିରକ୍ତ ହେଲେ ଯେ ସେଇଟା ଭବିଷ୍ୟତର କଥା ଶ୍ରମିକମାନଙ୍କର, ଆକୁ ଆପଣ ଏତେ ଲାଇଟଲି ନେଲେ କେମିତି। ତେଣୁ ମ୍ୟାନେଜମେଣ୍ଟ 3 ମାସ ସମୟ ନେଇଛନ୍ତି। ସେ 3 ମାସ ଭିତରେ
सी आमर हायर पेंशन जोटा लागू होगापाई से चेष्टा करेंगे और प्रति मास को थरे बैठक हम एवं एडीएम ताकू तदारख करेंगे प्रति एक मासर थर थर बैठक होगी चलो। चतुर्थ कथा है एम्प्लॉयमेंट जोटा कि आमर क्लीयरली एनसीएलटी रे लेखा अच्छी जेहेतु यहाँ ऑनगोइंग प्लांट समस्त चाकरी अच्छी कंपनी कैजुअल कॉन्ट्रैक्टर स्टाफ ऑफिसर एवं परमानेंट वर्कमैन समस्त चाकरी अच्छी तेणु ये कंपेनसेशन कथा ये प्रश्न ना किंतु 4/1 रे जो बैठक होता भुवनेश्वर में 4/1/2025 से आमको आमर हेमंत शर्मा जी की इंडस्ट्रियल प्रिंसिपल सेक्रेटरी इंडस्ट्री डिपार्टमेंट सी कहले जे ना सी कौन 50 तलू पिला नब 50 उपरू पिला नबनी कंपनसेसन दब जदि दब से केवे दब 22 मास होगला ना अपॉइंटमेंट अच्छी ना कंपनसेसन आज पर्यटन देती तेणु से कथाटा विचार को नियाई जो 50 वर्ष तौक जो पिला से नहीं मात्र 64 जन को नहीं सी भी पुणी बिर्ला टायर 30 वर्ष से काम करते बिर्ला टायर रु नेला डालमिया एवं आमर हिमाद्री किंतु कोएस गोटे कॉन्ट्रैक्टर पाखे जॉइन कराई 11 मास तेणु सेटा आम विरोध करूँ माइनोर से स्थान पाई सेटा हवा उचित नुहे डीएलसी एक कथा भी गुरुत्व देले एम्प्लॉयमेंट एक्सचेंज कहले जे आप कॉन्ट्रैक्टर पाखे केमती रखिए ए विषय में मासे भितर तर्जमा हम पुणी थे आउ जो मैंने 50 उपरक कंपनसेसन कथा जदि उठिबो ताले हमर सेक्शन 25 FF रे जहाँ आमर प्राप्य होची यदि 50 उपरक से न नेबे सेटा को दवापाई कहा जाइए एडीएम सार कहते सी कहले जे आम निष्पत्ति नहीं पारूनी आम परवर्ती मसे पर जो बैठक हम से हायर मैनेजमेंट आसबे एवं से निष्पत्ति हम यहाँ आमर जो बर्तमान जो आम जेहेतु एडीएम आमको जिला प्रशासन अनुरोध कर गोटे मास आमको समय दिंतु तेणु आम गोटे मसपाई ये जो आमर जो कथाटा आमर थिला 31 तारीख जो समूह आत्माहुति सेटा आम गोटे मसपाई स्थगित रखिलु। देखो तो आप समस्त अवगत थे गत 18 तारीख दिन बिर्ला टायर्स जो कर्मचारी मैंने न्याय्य प्राप्य पाई पारे ना फल जिला प्रशासन सहयोग हाथ बढ़ी नाला से चरम निष्पत्ति नहीं आत्माहुति कर समस्त विधायक पूर्वतन विधायक मान अवगत करते सरकार विभिन्न स्तर से अवगत करते आमर पूर्वतन मुख्य नवीन पट्टनायक अवगत करते नवीन पट्टनायक इमिडिएटली जिलापाल को गोटे चिठी लिखी यार समाधान करने परवर्ती समय समस्त मिलित उद्यम रे जिला प्रशासन एवं फैक्ट्री बिर्ला टायर्स जो मैनेजमेंट बर्तमान हिमाद्री केमिकल जो मैनेजमेंट अच्छे से गोटे मीटिंग करते 25 तारीख में से 25 तारीख मीटिंग रे गोटे निर्देश बाहरी जो जो डिमांड मैंने रखी स्टैच्यूरी डिमांड से कौन इलेजिटिमेट डिमांड नहीं न्याय्य डिमांड को से ग्रहण करेंगे समय सीमा भितर समाप्त करेंगे एवं समस्त निवेदन कराइला जो श्रमिक मैंने आत्महत्या क्षांत रोते मुझे सर्वप्रथम से बंधु मान धन्यवाद देवी समस्त कथा से शुणी से क्षांत रहा प्रतिश्रुति देती यह सहित मुझे आपण द्वारा बालेश्वरवासी को क्लारिफाई करने चाहिए जे लेबर अनरेस्ट बेले बेले गोटे इंडिकेशन दिए जे गोटे फैक्ट्री काले बंद हो समस्त को आम आश्वासन देवाई चाहूँ जे बिर्ला टायर्स चलो ए कौन सेकेंड क्वेश्चन नहीं बिर्ला टायर्स चलवा सहित जो अधिकार जो न्याय्य दाबी जो लेबर्स मैंने वंचित होती श्रमिक मैंने वंचित होती देखिए आम दायित्व अच्छे तो इंडस्ट्री बंचू श्रमिक मैंने बंचू तार मध्य रास्ता बाहर करने जिला प्रशासन हस्तक्षेप कर आशा कर आगामी मसे गोटे समय नहीं भितर समस्त कथा शुणिकी न्याय्य दाबी को देकी इंडस्ट्री केमती चलो से आम समस्त जत्न एक लिखित मान्यूट्स जो थे कि जी दाबी थिला से दाबी गुड़िक 3 मास भीतर पर्यायक्रमे समाधान करने संपर्क में जो स्थाणु होता जिला प्रशासन बा सरकारी कल से गोटे लिपिबद्ध लिखित गोटे लिखित भाव में जदि मालिकर रिप्रेजेंटेटिव वर्कर रिप्रेजेंटेटिव एवं सरकार रिप्रेजेंटेटिव एडीएम एवं अन्य जो लाइन डिपार्टमेंट ऑफिसर मान उपस्थित जो कथा अति कम गोटे देखा देछि गोटे संभावना आगुड़िक पूर्ण हो पार से सामूहिक भाव में ये कथा को अपेक्षा करा सांविधानिक उपाय दाबी हासिल करने जो चरम
ପଦକ୍ଷେପ ନେବା ପାଇଁ ଚାହୁଁଥିଲେ ଏ ଫେବୃଆରୀ କ୍ଷେତ୍ରରେ ସେମାନେ ସ୍ଥଗିତ ତାକୁ ରଖିଛନ୍ତି। ଯଦି ଏଇଟା ନ ହେବ ସେମାନେ ପରବର୍ତ୍ତୀ ଅବସ୍ଥାରେ କ'ଣ କରିବେ ନ କରିବେ ଦୁସରା କଥା, କିନ୍ତୁ ବର୍ତ୍ତମାନ ତାକୁ ସ୍ଥଗିତ ରଖାଗଲା। ଏହି କଥାକୁ ଆଜି ଜଣାଇବା ପାଇଁ ଆପଣମାନଙ୍କୁ ଏଇ ଯେଉଁ ସାମ୍ବାଦିକମାନଙ୍କ ଜରିଆରେ ଏଇ କଥା ଗଲାକାଲି ନିଷ୍ପତ୍ତି ତାଙ୍କ ସାଙ୍ଗରେ ବସେଇକି ଟିଭି ଶେଷରେ ହେଇଥିଲା, ଏଇଟା ଆମେ ଆପଣଙ୍କୁ ଜଣାଇବୁ ଏବଂ ଆ ସାଙ୍ଗେ ସାଙ୍ଗେ ମଧ୍ୟ ଆପଣଙ୍କୁ କହିବା ପାଇଁ ଆମେ ଚାହୁଁଛୁ ଯେ ଯେଉଁ ଦାବି ଗୁଡ଼ିକ ପୂରଣ ହେଲେ ଖାଲି କୌଣସି ଗୋଟେ ଫ୍ୟାମିଲିର କ'ଣ ସୁବିଧା ହେବ ତା ନୁହଁ, ବାଲେଶ୍ୱର ଜିଲ୍ଲା ପାଇଁ, ବାଲେଶ୍ୱର ଶ୍ରମଜୀବୀ ମଣିଷଙ୍କ ପାଇଁ ଏକ ନୂଆ ଅଧ୍ୟାୟ।